ସୁନ୍ଦରଗଡ଼ ଧରୁଆଢି ଥାନା କୁଲଟା ପଞ୍ଚାୟତ ଲମଟି ଗାଁ ନିକଟରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଲେ ଲମଟି ଗାଁର ଦେବାନନ୍ଦ ସୁନାନୀ। ତେବେ ଏକ ଧାରୁଆ ଅସ୍ତ୍ରରେ ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟିକୁ ଜବତ କରି ତଦନ୍ତ କରୁଛନ୍ତି। ସେପଟେ ଏହି ହତ୍ୟାର କାରଣ ଜଣାପଡ଼ିନଥିବା ବେଳେ ଆଜି ସକାଳୁ ଗ୍ରାମ ସ୍କୁଲ ନିକଟରେ ଏକ ଗଛ ତଳେ ଗୋଟିଏ ମସିଣା ଉପରେ ଦେବାନନ୍ଦଙ୍କ ମୃତଦେହ ପଡ଼ି ରହିଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ପରେ ପୁଲିସକୁ ସୂଚନା ଦିଆଯିବାରୁ ପୁଲିସ ମୃତଦେହକୁ ଜବତ କରି ହତ୍ୟା ଘଟଣା ସମ୍ପର୍କରେ ଅଧିକ ଛାନଭିନ୍ କରୁଥିବା ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲାରୁ ଚୈତନ୍ୟ ପଟେଲଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।